ଭୋଜାଲିରେ ଘୁଷି ଦମ୍ପତିଙ୍କୁ ହତ୍ୟା, ଅଭିଯୁକ୍ତ ଫେରାର। ରେଢ଼ାଖୋଲ ଥାନା ଅନ୍ତର୍ଗତ ଘସରାମାଳ ଗ୍ରାମ ପଞ୍ଚାୟତ ପାଣ୍ଡେରିଶିଳା ଗାଁରେ ଘଟିଛି ଘଟଣା। ପୂର୍ବ ଶତ୍ରୁତାକୁ ନେଇ ଦମ୍ପତିକୁ ଶୋଇଥିବା ଅବସ୍ଥାରେ ଭୋଜାଲି ଭୁଷି ହତ୍ୟା କରି ଫେରାର ମାରିଛି ହତ୍ୟାକାରୀ। ଖବର ପାଇ ରେଢ଼ାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ପାଣ୍ଡୁରିଶିଳା ଗ୍ରାମର ଆବ୍ରାହମ କୁଜୁର ଓ ତାଙ୍କ ସ୍ତ୍ରୀ କୁଆଁରୀ କୁଜୁର ଶନିବାର ରାତିରେ ଖିଆପିଆ ସାରି ଶୋଇଥିଲେ। ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଶୋଇପଡ଼ିଥିଲେ। ହେଲେ ଆବ୍ରାହମ କୁଜୁର ଘର ବାହାର ବାରଣ୍ଡାରେ ଶୋଇଥିବା ବେଳେ ସ୍ତ୍ରୀ ଘର ଭିତର ବାରଣ୍ଡାରେ ଶୋଇଥିଲେ ଏବଂ ପରିବାର ଲୋକ ସବୁ ଘର ଭିତରେ ଶୋଇପଡ଼ିଥିଲେ। ହେଲେ କେହି ଜଣେ ଦୁର୍ବୃତ୍ତ ମଧ୍ୟରାତିରେ ଶୋଇଥିବା ଅବସ୍ଥାରେ ପ୍ରଥମେ ସ୍ୱାମୀ ଆବ୍ରାହମଙ୍କୁ ଭୋଜାଲିରେ ବେକ ଓ ମୁଣ୍ଡରେ ଆଘାତ କରିଥିଲା ପରେ ସ୍ତ୍ରୀ କୁଆଁରୀ ଦେଖିବାରୁ ତାଙ୍କୁ ମଧ୍ୟ ଘର ଭିତରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିବା ଜଣାପଡ଼ିଛି। ଏନେଇ ସକାଳେ ଖବର ପାଇ ରେଢ଼ାଖୋଲ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ବେଳେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ରେଢ଼ାଖୋଲରୁ ଗଜାନନ ଭେଶ୍ରାଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି।